ଏପଟେ ଆଉ ଗୋଟେ କଣ ଅଛି ବେ? ଏ ଖଡ ଖଡ କଣ ହଉଛି ବେ? ହେଁ କଣଟା ଏଇଟା? ସାଉଣ୍ଡ ତ ଗୋଟେ କଣ ଆଇଛି। ଲାଇଟ୍ ମିଲ ଟର୍ଚ୍ଚ ଦେବେ। ବେଶୀ ଭିତରକୁ ଯାଅନି, ବେଶୀ ଭିତରକୁ ଯାଅନି। ପଳେଇ ଆସ, ପଳେଇ ଆସ, ପଛକୁ ଆସ, ପଛକୁ ଆସ, କଣ ବି ଆଡେ ପଛକୁ ଆସ। ଦେଖି ଭାଇ ଗୋଟେ ସାଉଣ୍ଡ ତ ଆସିଲା। ତଳେ ଦେଖେ ପୁରା ଭୟାନକ ହେଇଛି ପୁରା। ଗୋଟେ କିଟ କିଟ ସାଉଣ୍ଡ ଆସିଲାନି। ହୁଁ ଭାଇ ଛାତିର ଧଡକନ ମାନେ ନେକ୍ସଟ ଲେଭେଲରେ ଧକ ଧକ ହଉଛି। ତ ହେ ଗାଇସ୍, ଜୟ ଜଗନ୍ନାଥ, ୱେଲକମ୍ ବ୍ୟାକ୍ ଟୁ ଆୱାର ଚ୍ୟାନେଲ ଠାକୁର ବ୍ଲଗ୍ସ। ତ ଆମେ ଏବେ ବର୍ତ୍ତମାନ ଅଛୁ ଅସ୍ତରଙ୍ଗର ଗୋଟେ ହରର ଲୋକେସନରେ, ଯୋଉଟା ପ୍ରସିଦ୍ଧ ବ୍ରିଟିଶ ହାଉସ ନାଁରେ। ଆଉ ଏବେ ଟାଇମ ବାଜିଛି ଏବେ 12:19 12:19 ହେଲା। ମିଡ ନାଇଟରେ ଆମେ ସୁଟ୍ କରୁଛୁ। ତ ଦେଖିବା, ଏକ୍ସପ୍ଲୋର କରିବା କେମିତି କଣ ଅଛି, ଭିଜିଟ୍ କରିବା। ତ ଆସନ୍ତୁ, ଏଇଟା ତ ଷ୍ଟାର୍ଟିଂ ପଏଣ୍ଟଟା। ଏଇଟା ଏମିତି କିଛି ଗେଟ୍ ଅଛି, ଗଛ ଫଛ ସବୁ ହେଇଗଲାଣି। ଦେଖିକି ଆସ, ସାପ ଫାପ ଥିବ ହେଲା। ତ ଏଇଟା ତାର ଇଏ ନା। ଏପଟେ ପାସ୍ ଯିବା କି? ନା, ଫାଷ୍ଟ ଉପରକୁ ପଳେଇବା, ଆସ ଆସ ଉପରକୁ ଆସ। ଯିବା। ଏଇ ଲୋକେସନଟା ଆପଣ ମାନେ ଦିନ ବେଳା ବହୁତ ଦେଖିଥିବେ, ହେଲେ ଆଜି ରାତିରେ ଦେଖନ୍ତୁ। ରାତିରେ ଦେଖନ୍ତୁ, ଆଜି ଭୟାନକ ପୁରା। ଗୋଟେ ଓସ୍ତ ଗଛ, ପୁରା ବିରାଟ ଏକ ଓସ୍ତ ଗଛ ଛାତ ଉପରୁ ଉଠିଗଲାଣି। ଚାରିଆଡେ ପୁରା ଗହିର। ଏଇଟା କଣ? ଅଣ୍ଡରଗ୍ରାଉଣ୍ଡ। ଏଟା ଅଣ୍ଡରଗ୍ରାଉଣ୍ଡ, ପାଣି ଫାଣି ସବୁ ହେଇଯାଇଛି। ଭିତରେ ପିଞ୍ଜେରା। ଓ ଭାଇ, ଭାଇ କଣ ଲୋକେସନ ହେଇଛି। ଡର ଲାଗିଲାଣି ବେ। ଏଟା ଗୋଟେ ଓସ୍ତ ଗଛ, ବିରାଟ ଏକ ଓସ୍ତ ଗଛ। ତ ଗଛ ପଛ ସବୁ ହେଇଯାଇଛି। ଆବେ ଏପଟେ ଆଉ ଗୋଟେ କଣ ଅଛି ବେ? ଏ ଖଡ ଖଡ କଣ ହଉଛି ବେ? ହେଁ କଣଟା ଏଇଟା? ସାଉଣ୍ଡ ତ ଗୋଟେ କଣ ଆଇଛି। ଲାଇଟ୍ ମିଲ ଟର୍ଚ୍ଚ ଦେବେ। ବେଶୀ ଭିତରକୁ ଯାଅନି, ବେଶୀ ଭିତରକୁ ଯାଅନି। ପଳେଇ ଆସ, ପଳେଇ ଆସ, ପଛକୁ ଆସ, ପଛକୁ ଆସ, କଣ ବି ଆଡେ ପଛକୁ ଆସ। ଦେଖି ଭାଇ ଗୋଟେ ସାଉଣ୍ଡ ତ ଆସିଲା। ତଳେ ଦେଖେ ପୁରା ଭୟାନକ ହେଇଛି ପୁରା। ଗୋଟେ କିଟ କିଟ ସାଉଣ୍ଡ ଆସିଲାନି। ହୁଁ ଭାଇ ଛାତିର ଧଡକନ ମାନେ ନେକ୍ସଟ ଲେଭେଲରେ ଧକ ଧକ ହଉଛି। ଏପଟେ ମାନେ ଲାଇଟ୍। ଓ ଭାଇ, ଏପଟେ ଦେଖ ବେ। ଆଉ ତଳେ ବି ଗୋଟେ ଅଛି, ଅଣ୍ଡରଗ୍ରାଉଣ୍ଡ ତଳେ ଅଛି, ଦେଖିପାରୁଥିବେ। ଏଠି ଯିବା ଆମେ ସେଠିକି। ସେଠି ସେଠି କାଚ ହେରିକା ସବୁ ହୋଲ ହେଇଛି, କାଚ ଆରକ ଲାଗିଛି। ଯେମିତି ଲାଇଟିଂ ଟା ତଳକୁ ହୁଏ, ସେଇ ପ୍ରୋସେସରେ ଘରଟା ହେଇଥିଲା। ମାନ୍ୟତା ଅଛି, ଏଇଟା ବ୍ରିଟିଶ ମାନେ ଏଇଟା ତିଆରି କରିଥିଲେ ତାଙ୍କର କିଛି ସିକ୍ରେଟ କାମ ପାଇଁ, ଯୋଉଟା କି ସକ୍ସେସଫୁଲ ହେଇନଥିଲା। ଏଇ ଟାଇପ ର କିଛି ହୋଲ ଅଛି, ଯୋଉଟା କି ଆଗରେ କାଚ ସବୁ ଅଛି। ଏଟା କଣଟା? ସେଠି ଗୋଟେ ଆଖି ଗୋଟେ ଦେଖାଗଲା, ବିଲେଇ ବୋଧେ ହେଇଥିବ କି, ଦେଖିଆ। ବିଲେଇ ଏତେ ଆଡେ କୁଆଡେ? ବିଲୁଆ ଫିଲୁଆ ନୁହଁ ତ? ବିଲୁଆ ତା ଉପରେ ଚଢି ପାରିବେ? ହଉ, ଏବେ ଛାତଟା ତଳକୁ ଯିବା ଏମିତି କିଛି ଅଛି, ତା ତଳକୁ ଯିବା। ତଳକୁ ଯିବା ଏବେ। ଦେଖିବା କଣ ଅଛି। ଛାତ ତ ଏମିତି ଗଛ ଫଛ ପୁରା ଭୟାନକ ସିନ୍ ଅଛି। ଆଉ ସାଉଣ୍ଡ ଶୁଣିପାରୁଥିବେ, ଯେହେତୁ ପାଖରେ ସମୁଦ୍ରଟା ଅଛି। ଆଉ ରାତି ବେଳା ଯେହେତୁ, ପୁରା କ୍ଲିୟର ସାଉଣ୍ଡ ଆସୁଛି ଦିନରେ ସମୁଦ୍ରର। ଆପଣ ମାନେ ସମସ୍ତେ ଦେଖିଥିବେ, ରାତିରେ ଦେଖିନଥିବେ। ହଁ, ଏଇ ଲୋକେସନ ରାତିରେ ଟା ଏବେ ଆପଣ ଦେଖନ୍ତୁ ମାନେ ଆସିକି। ଦେଖିଥିବେ, ସକାଳେ ଦେଖିଥିବେ ଭିଡିଓ ମାଧ୍ୟମରେ, କିଛିଟା ରିଲ୍ସ ମାଧ୍ୟମରେ। କିନ୍ତୁ ରାତିର ଏ ସର୍ଟ ଟା
କେବେ ଦେଖିନଥିବେ। ଏଇଟା ତଳୁ ଯିବା ତଳୁ ଯିବା। ହଁ ଆମେ ସେପଟେ ଏଇ ପାଖ ହେଇଗଲାଣି ଏଇପଟେ ବୁଲି। ସବୁଆଡେ ଓସ୍ତ ଗଛ, ବର ଗଛ, ଲଟା ମାଡି ପୁରା ଛାତ କଭର ହେଇଯାଇଛି। ଭୟାନକ ସିନ୍ ଭାଇ, ଭୟାନକ। ସମୁଦ୍ର ସାଉଣ୍ଡ କେତେ ଜୋର ହଉଛି ବେ? ଯେହେତୁ ପାଖରେ ସମୁଦ୍ରଟା ଅଛି ତ ସାଉଣ୍ଡ ବି ଭୟାନକ ସାଉଣ୍ଡ ହଉଛି, ତାର ଲହରୀ ସାଉଣ୍ଡ, ଗର୍ଜନଟା, ସମୁଦ୍ରର ଗର୍ଜନଟା ପୁରା କ୍ଲିଅର ଶୁଭୁଛି ରାତି ଏଇପଟେ ନା ବେଳା। ସେପଟେ ଚାଲ। ହଁ ଏଇପଟେ। ଯିବା ତା ଭିତରକୁ? ଏଇଟା ଦେଖନ୍ତୁ ଏମିତି ଅଛି। ଯିବା ତ? ହଁ ଆମେ ଯିବା, କିନ୍ତୁ ଏପଟେ ଯିବା। କୋଉପଟେ? ଏପଟେ ଆଗ ଭିଜିଟ୍ କରିବା ଦେଖିକି। ସାପ ଫାପ ଥିବେ ବହୁତ। ଦେଖିକିରେ। ହଉ ଭାଇ। ପୁରା ଖତରନାକ, ପୁରା ପୁରା ଖତରନାକ। ଦେଖ ପୁରା ଖତରନାକ। ଆସେ ପୁରା ଲାଇଟ୍ ମାରେ। ଏଇଟା କଣ ବେ? ଲାଇଟ୍ ମାରିଲାକୁ। ଏଇଟା ସେତ କାଳର ଇଏଟା, ପମ୍ପଟା। ହଁ ଏଟା ଇଞ୍ଜିନଟା, ଏଇଟା ଜେନେରେଟର ଟାଇପର ଗୋଟେ ଆଉ। ଜେନେରେଟର ଟାଇପର କିଛି। ଏଇଟା କଇଁଚ ଗୋଟେ ତିଆରି ହେଇଥିଲା ଫାଇବରରେ ବୋଧେ। ଦେଖନ୍ତୁ ଯଦି ଆମ ଛଡା ଆଉ କିଏ ଏଠି ଅଛନ୍ତି, ଆମେ ଆପଣଙ୍କୁ କିଛି କ୍ଷତି କରିବାକୁ ଆସିନୁ। ଜଷ୍ଟ ଗୋଟେ ଭିଡ଼ିଓ କରିବାକୁ ଆସିଛୁ। ଭିଡ଼ିଓ କରିକି ଆମେ ଆମ ବାଟରେ ଚାଲିଯିବୁ। ଆଉ ଗୋଟେ ଘର ବେ, ଭିତରେ ଆଉ ଗୋଟେ ଘର। ପୁରା ଅଲଗା ପ୍ରକାର, ପୁରା ଦିନରେ ଗୋଟେ ଅଲଗା ପ୍ରକାର, ରାତିରେ ଗୋଟେ ଅଲଗା ପ୍ରକାର। ଛାତ ଫାତ ଦେଖ କେମିତି ହେଇଛି, ପୁରୁଣା ଘର। ଲୋକ ବି ଏଠି ଜିନିଷ ପତ୍ର କଣ ରଖା ରଖି କରିଦେଇଛନ୍ତି। ଯେହେତୁ ପାଖରେ ଗୋଟେ ଗାଁଟେ ଅଛି, ତ ଲୋକମାନେ ଏଠି ଜାଳିଲେ ଏଇ ଏ ମାର ଲାଇଟ୍ ମାର ବେ, କଣ ସାଉଣ୍ଡ ଶୁଣା ଯାଉଛି। ଦେଖିକି। ପୁରା ଗଛ ଫଛ ସବୁ ପଶି ଯାଇଛି ପୁରା ତଳକୁ। ପ୍ରଭୁ ଜୟ ଜଗନ୍ନାଥ। ପୁରା ତଳକୁ ପଳେଇ ଆସିଛି ଗଛ, ପୁରା ଫଟେଇକି ପୁରା ମାଟି ପୁରା ତଳକୁ ପଳେଇ ଆସିଛି। ଭାଇ କି ଲୋକେସନ। ଖତରନାକ ପୁରା। ଏଟା ଦେଖିଆ ଏପଟା। ଏପଟେ ଏପଟେ ଆସ, ଏକା ବାଟ। ଏଇ ରୁମ ରେ କିଛି ପିଞ୍ଜରା ଥୁଆ ହେଇଛି, ଯୋଉଟା ଆଗ କାଳରେ ଏଟା ବ୍ୟବହୃତ ହେଇଥାଇପାରେ। କଣ ବେ ସାଉଣ୍ଡ ଶୁଣା ଯାଉଛି ଏପଟେ? ପାଟି ସାଉଣ୍ଡ ଆସୁଛି ଏପଟୁ। ପାଟିକନ। ଭାଇ ପିଞ୍ଜରା ଦେଖ ବେ। ଏଇଟାକୁ ଦେଖ, ଏମିତି କଣ ହେଇଛି ଗୋଟେ। ଏଇଟା କଣ ପାଇଁ ହେଇଥିଲା? ଏଇଟା ଆଗକାଳରେ ପିଞ୍ଜରା କିଛିଟା ବ୍ୟବହୃତ ହବା ପାଇଁ, ଚଢେଇ ଫଡେଇ ରଖିବା ପାଇଁ କିଛି ହଉଥିବ ମେ ବି। ସେଟା ଦେଖ ଗୋଟେ ଅଲଗା ପ୍ରକାର ଚିତ୍ର ଗୋଟେ ହେଇଛି, ମିନ୍ସ କଣ ତ ଆମେ ଜାଣିନୁ। ହଉ ଆଗକୁ ଚାଲ ଯିବା। ଜଲ୍ଦି ଚାଲ ଏଇଠୁ। ଅଲଗା ପ୍ରକାର ସାଉଣ୍ଡ ସବୁ ଆସୁଛି କିନ୍ତୁ। ନିଲୁ ହୁଁ, ରହିଲୁ। ଅଲଗା ପ୍ରକାର ସାଉଣ୍ଡ କିନ୍ତୁ ଆସୁଛି। ପୁରୁଣା ଘର। ସାଉଣ୍ଡ ଶୁଣି ପାରୁଛୁ ନା? ଆଉ ଗୋଟେ ଏପଟେ ବାଟ ପାଣି ଅଛି ବେ। ପୁରା, ପାଣି ରହିବି ପୁରା ପାଣି ପୁରା ଫୁଲ ଏପଟେ। ଫୁଲ ହେଇଯାଇଛି। ଏପଟେ ଗୋଟେ କୁଆଡେ ବାଟ ଅଛି। ଏଇଟା ବୋଧେ ପୁରା ସମୁଦ୍ରକୁ କନେକ୍ଟ ଅଛି ନା ଏଇପଟ ବାଟଟା।
ସେତେବେଳର ଦେଖ ଏମିତି ରିକ୍ସା ଟାଇପର ଏଟା କିଛି ଥିଲା ଏଇ ରିକ୍ସା। ବାଟଟା ପୁରା ସମୁଦ୍ରକୁ କନେକ୍ଟ ଅଛି ବେ ଏଇଟା, ଏଇ ବାଟଟା। ହଁ ନାଇଁ ଆଉ ନାଇଁ ଏଇଟା ବେ, ଏଇଟା ଶୁଣ, ଆ ତଳେ ଥିଲା ନା କଣ ବା? ସୁଡ଼ଙ୍ଗ ସେପଟେ ଅଛି, ଆସ ଏପଟକୁ ଆସ, ଏପଟକୁ ଆସ। ନେଲୁ ଆଗୁଆ। ବର୍ଷା ଜୋରରେ ଆସିଲାଣି, ବର୍ଷା ଭାଇ ଜୋରରେ ଆସିଲାଣି। ବର୍ଷା ଯୋଉଭଳିଆ ଆମେ ଜାଗା ଏଠୁ ସେଇଭଳିଆ ଯେତେ ଅଛି। ଜଲ୍ଦି ବାହାରିବା ସେତେ ଭଲ ଆମ ପାଇଁ। ସେଇଟା କଣ? ଏଇଟା ଯାଉଛି ଯୋଉ ମିଡ୍ ଗ୍ରାଉଣ୍ଡ ଟା, ମଝିରେ ଆମେ ଯୋଉଟା ଦେଖିଲେ। ହଁ 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 ସେଇ ଗ୍ରାଉଣ୍ଡଟା, ହଁ ଆମେ ଯୋଉ ମଝି ଗ୍ରାଉଣ୍ଡଟା ଏବେ ଦେଖିଲେ ସେଇ ଗ୍ରାଉଣ୍ଡଟା ସେଇଟାର ଯିବାକୁ ବାଟ ଯିବା ଏପଟେ। ଚାଲ ଆସ। ଚାଲ ଚାଲ ଚାଲ। ଏବେ ପୁରା ସର୍ଟ ହେଇଯିବା ବେ। ଜୟ ଜଗନ୍ନାଥ ପ୍ରଭୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଥାର୍ଡ ଟନେଲ ଟା ଆ ଭିତରେ ଅଛି, ବୁଝିଲେ କି? ଚାହିଁବେ ଯଦି ମୁଁ ଦେଖେଇଛି। ଅଣ୍ଡରଗ୍ରାଉଣ୍ଡ ଯୋଉ ଦେଖୁଥିଲୁ, ତଳେ ଆସ ଦେଖିବ, ଆସ। ଏଇଟା ଅଣ୍ଡରଗ୍ରାଉଣ୍ଡ ଘର ପୁରା ବାଟ। ପାଣି ପୁରା ଏଯାଏଁ ଫୁଲ ପାଣି ପଶି ହେଇଯାଇଛି। ଯାଇଛି। ଓ ଭାଇ ଦେଖି, ପୁରା ପାଣି ପୁରା ଫୁଲ। କ୍ୟାମେରା ଅନ୍, କ୍ୟାମେରା ଆଣେ। ଅଣ୍ଡରଗ୍ରାଉଣ୍ଡରେ ପୁରା ପାଣି ଫୁଲ। ଚାଲ ଦେଖି। ପୁରା ସେ ଅଣ୍ଡରଗ୍ରାଉଣ୍ଡ ଏବେ ଯିବା କେମିତି? ୟା ତା ଏପଟେ ଭିତରକୁ? ଏପଟେ ଆସ, ଏପଟେ ବାଟ ଥିବ ଦେଖି। ମାଛ ବି ଅଛି ଭାଇ, ଲିଟରାଲି ମାଛ ଅଛି ଦେଖି। ମାଛ, ମାଛ ଦେଖି, ମାଛ, 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 ମାଛ। ଆସ ଆସ, ମାଛ ପରେ ଦେଖିବ, ଆସ। ଚାଲ। ଏଇଟା ହଉଛି ଫାଷ୍ଟ ଫ୍ଲୋର ଉପରେ ଆମ ଛାତରେ ଥିଲେ, ଯୋଉଟା କି ଦେଖଉଥିଲୁ ଆମେ ତଳଟା। ଏଇଟା ସେଇଟା ସେକେଣ୍ଡ ଫ୍ଲୋର, ଆଉ ଥାର୍ଡ ଫ୍ଲୋର ହଉଛି ତା ତଳେ, ଯୋଉଟା କି ପାଣିରେ ଏବେ ଥାର୍ଡ ପୁରା ଫ୍ଲୋରଟା ଅଣ୍ଡରଗ୍ରାଉଣ୍ଡଟା ତଳେ ଅଛି, ପୁରା ଆ ତଳେ ଅଛି। ଛୋଟ ଛୋଟ ଇଏ ସବୁ ଇଏ ହେଇଥିଲା, ଯୋଉଟା କି ଲୋକମାନେ ଏଇଠି ଜାଳେଣୀ ରୂପେ ବ୍ୟବହାର କରୁଛନ୍ତି ସବୁ। ବାଗେଇକି ଆସ, ସାପ ଫାପ ଦେଖିକି ଆସ ହେଲା। ଲାଇଟ୍ ମାର, ଲାଇଟ୍ ମାର, ଲାଇଟ୍ ମାର। ପୁରା ଖତରନାକ ପୁରା। ଦିନରେ ଆପଣ ମାନେ ସମସ୍ତେ ଦେଖିଥିବେ, ରାତିରେ ଏବେ ଦେଖନ୍ତୁ କେମିତି ଦେଖାଯାଉଛି ଜାଗାଟା, ଭୟଙ୍କର ପୁରା। ଏଇଠି ଦେଖିପାରୁଥିବେ, ଏଇଠି ସବୁ କାଚ ଲାଗିଛି, ଯେମିତି ତଳ ଅଣ୍ଡରଗ୍ରାଉଣ୍ଡ ଯେମିତି ଲାଇଟିଂ ହବ। ଏଇ କାଚ ସବୁ ଲାଗିଛି, କାଚ ସବୁ ଲାଗିଛି, ଦେଖିପାରୁଥିବେ ହୋଲ ହେଇଛି ଏମିତି, ତା ଭିତରେ ପାଣି ସବୁ ଅଛି। ତଳକୁ ଯିବା ବି ରାସ୍ତା ନାହିଁ, ନହେଲେ ତଳକୁ ବି ପଳେଇଥାନ୍ତେ। ଚିମିରି ଚଢ଼େଇ, ଚିମିରି ଚଢ଼େଇ। ଆସ ତ ଏପଟେ, ମାର ତ ଲାଇଟ୍ ମାର ତ। ଦେଖିକି କାଚ ଗୋଡେ ପଶି। ନାଇଁ ଏପଟେ ଆଉ କିଛି ନାହିଁ, ଏପଟେ ଆଉ କିଛି ନାହିଁ, ନାହିଁ, ନାହିଁ। ଚଲୋ, ତ ଲୋକେସନ ଟା କିଛି ଏମିତି ଅଛି। ଆଉ ତ ଏ କାଚ ଅଛି, ବାଗେଇକି ଆସ, ନିଲୁ ଆସ। ଦେଖ ବେ। ଶୁଣ ଆଡେ ଆସ। ତ ବାହାରକୁ ଯିବା ହାରି, ଏବେ ବାହାରକୁ ଯିବା। ସବୁ ଦେଖିଦେଲେ, ଉପର ତଳ ପିଞ୍ଜରା ହାଉସ, ଆଉ ପୁରୁଣା କାଳରେ ଯୋଉ ରିକ୍ସା ଚାଲୁଥିଲା ସେଇଟା, ଆଉ କେମିତି ଅଣ୍ଡରଗ୍ରାଉଣ୍ଡ ରେ ଏମିତି କାଚ ବ୍ୟବହୃତ ଅଣ୍ଡରଗ୍ରାଉଣ୍ଡରେ ହେଇକି ପାଣି ପଶି ଯାଇଛି ଆଉ ଅଣ୍ଡରଗ୍ରାଉଣ୍ଡରେ ଦେଖି ପାଣି ହବନି, ପୁରା ଫୁଲ ହେଇଯାଇଛି। ପୁରା ପାଣି ଫୁଲ। ଦେଖାଯାଉଛି ଅଣ୍ଡରଗ୍ରାଉଣ୍ଡ, ପାଣି ପୁରା ଫୁଲ, ପୁରା ଆସ ଆସ। ପୁରା ପାଣି ଫୁଲ ତଳେ। ଆଗରେ ଯେମିତି ଦେଖିପାରୁଥିବେ, ଆଗରେ ଗାଁ ଅଛି ଗୋଟେ। ଆଗରେ ଗାଁ ଅଛି, ଆଉ ଏପଟେ ଜଙ୍ଗଲ ଅଛି। ହେଲା କି, ଡାଇରେକ୍ଟ ପୁରା ସମୁଦ୍ର। ଜଙ୍ଗଲ ଅଛି, ଆଉ ଏଇଟା ହଉଛି ଜଷ୍ଟ ସମୁଦ୍ର ପାଖାପାଖି ଅଛି। ଏଇଟା ହେଇଥିଲା କିଛି ବ୍ରିଟିଶର କିଛି ସିକ୍ରେଟ ପ୍ଲାନ ଯୋଗୁଁ, ଯୋଉଟା କି ଗାଁ ଲୋକ ଜାଣିପାରିବାରୁ ବନ୍ଦ କରି ତାଙ୍କୁ ଏଇଠୁ ଭଗେଇ ଦେଲେ, ଆଉ ଏଇଟା ଏମିତି ଅଧା ରହିଗଲା।
ସକାଳ ବେଳା ତ ମୁଁ ବହୁତ ଶୁଣିଛି ଜାହାନିଆରେ ଅସ୍ତରଙ୍ଗରେ ଏଇଟା ଗୋଟେ ହରର ଲୋକେସନ ପାଇଁ ଚର୍ଚ୍ଚିତ, ଆଉ ବହୁତ ସାରା ବି ରିଲ୍ସ ପଡ଼ିଛି। କିନ୍ତୁ ଆମେ ରିସେଣ୍ଟଲି ଏବେ ମାନେ ରାତି 12ଟାରେ ଆମେ ଏବେ ବୁଲୁଛୁ, 12:30 ହେଇଗଲାଣି, ସେମିତି କିଛି ଖାସ୍ ତ ଆମକୁ ମେହସୁସ ହେଲାନି, କିନ୍ତୁ ଅନୁଭବ ତ କିଛି ସାଉଣ୍ଡ ଆମର ଫାଷ୍ଟ ଯେତେବେଳେ ଭିଡ଼ିଓ ସାଉଣ୍ଡ କଲୁ ଏଇ ଚାଖୁଣ୍ଡା ଗଛରୁ କିଛିଟା ଗୋଟେ ଖସିଲା ଭଳିଆ ଭାଙ୍ଗିଲା ସାଉଣ୍ଡ ଭଳିଆ ହେଲା, ଶୁଣା ଭାଙ୍ଗିଲା ଭଳିଆ ସାଉଣ୍ଡ ହେଲା। ଭିତରେ ବି ଶୁଣା ଉପରେ ହେଇଥିଲା ଉପରେ ଗୋଟେ ବରଗଛ ପାଖରେ ବରଗଛ ପାଖରେ ଗୋଟେ ସାଉଣ୍ଡ ଶୁଣା ହେଇଥିଲା। ତ ବେଶୀ କିଛି ଛେଡ଼ଛାଡ଼ ନ କରି ତ ଆମେ ଯେତିକି ଭିଜିଟ୍ କରିବା କଥା ପଳେଇବା। ଭିଜିଟ୍ କରୁ। ଟାଇମ୍ 12:30 12:30 ହେଇଗଲାଣି ଅଲରେଡ଼ି। ପଳେଇବା ଏଠୁ। ତ ଯେତେ ଜଲ୍ଦି ଏଠୁ ବାହାରିଯିବ ସେତେ ଜଲ୍ଦି ଆମ ପାଇଁ ଭଲ। ତ କିଛିଟା ଅନୁଭବ ବି ଅଛି, ନେଗେଟିଭ ଏନର୍ଜି, ଏମିତି ନୁହଁ କି ନାହିଁ ବୋଲି ଅଛି କିଛିଟା, ଯେଉଁଟାକି ଅନୁଭବ କରିସାରିଲା ପରେ କିଛି ଛେଡ଼ଛାଡ଼ ନ କରି ଆମେ ଆମ ସୁଟ୍ ସାରିକି ଏଠୁ ଚାଲିଯିବାଟା ଭଲ ନା କ'ଣ? ପଳେଇବା ଏବେ। ପଳେଇବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର ସହିତ ସବସ୍କ୍ରାଇବ୍ ବି କରିବେ, ଆଉ ନିଜର ଅନୁଭବ ବି ଜଣେଇବେ କେମିତି ରହିଲା। ଆପଣଙ୍କର ଯଦି ଲୋକେସନ ଏମିତି କିଛି ମାନେ ହରର ପ୍ଲେସ୍ ଅଛି କମେଣ୍ଟ ମାଧ୍ୟମରେ ଜଣେଇବେ, ଆମେ ସେଠି ଭିଜିଟ୍ କରିବୁ। ଏଠିକି ଯାଇକି ବି ଭିଜିଟ୍ କରିକି ଭିଡ଼ିଓ କରିବୁ ମିଡ୍ ନାଇଟ୍ରେ। ତ ଚାଲ। ରହୁଛୁ, ଜୟ ଜଗନ୍ନାଥ।